ଏକ ପାର୍ଲିଆମେଣ୍ଟ ରୁଲ୍ସକୁ ଉଦ୍ଧୃତ କରି ଯେ ବିରୋଧୀ ଦଳ ନେତାଙ୍କୁ ଗିରଫ କରାଯାଉ ବୋଲି ଯେଉଁଭଳି ଭାବରେ ଗତ ବିଧାନସଭାରେ ଦେଇଛନ୍ତି ବିବୃତ୍ତି ଦେଇଛନ୍ତି ତାକୁ ଆମେ ଦୃଢ଼ ନିନ୍ଦା କରୁଛୁ। କାରଣ କୌଣସି ଜାଗାରେ ଗିରଫ ଶବ୍ଦ କୌଣସି ରୁଲ୍ରେ ନାହିଁ। ତାକୁ ସେ ଭଲ ଭାବରେ ପଢ଼ି ନାହାନ୍ତି। ନ ପଢ଼ିକି ସେ ଗୋଟେ ଉତ୍ସାହିତ ହୋଇକି ଏକ୍ସାଇଟେଡ୍ ହେଇକି ଯେଉଁଭଳି ଭାବରେ ସେ ଦେଇଛନ୍ତି ବକ୍ତବ୍ୟ ସେଥିରୁ ସେ କ୍ଷାନ୍ତ ରୁହନ୍ତୁ। ଏବଂ ସେ ନିଜେ ଯେତେବେଳେ ବିରୋଧୀ ଦଳରେ ଥିଲେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏବଂ ବର୍ତ୍ତମାନ ପାର୍ଲାମେଣ୍ଟାରୀ ଆଫେୟାର୍ସ ମନ୍ତ୍ରୀ ଯେତେବେଳେ 2021-22ର ଧନ୍ୟବାଦ ପ୍ରସ୍ତାବ ପାଠ କରୁଥିଲେ ସେତେବେଳର ଗଭର୍ଣ୍ଣର ଡକ୍ଟର ଗଣେଶୀ ଲାଲ ସେତେବେଳେ ତ ସେ ଯେଉଁଭଳି ଭାବରେ ଆଚରଣ କରିଥିଲେ ସେତେବେଳେ ତ ସେ ଗିରଫ ହେବା କଥା। କୌଣସି ଜାଗାରେ ଗିରଫ ଶବ୍ଦ ନଥାଇ ସେ ଯେଉଁଭଳି ଭାବରେ ଏଭଳି ଆଚରଣ କରୁଛନ୍ତି ସେ ଆଚରଣ ସେ କ୍ଷାନ୍ତ ରୁହନ୍ତୁ। ନଚେତ୍ ଆମେ ରାଜରାସ୍ତାରେ ଲଢ଼େଇ କରିବୁ ଏବଂ ପ୍ରତ୍ୟେକ ଲୋକ ଆକୁ ନିନ୍ଦା କରୁଛନ୍ତି। ନବୀନ ବାବୁଙ୍କୁ ଯେଉଁଭଳି ଭାବରେ ସେ ବ୍ୟବହାର କରିଛନ୍ତି ଆକୁ ସମସ୍ତେ ନିନ୍ଦା କରୁଛନ୍ତି।